ନାରଦ ପୁରାଣ ଚତୁର୍ତ୍ରିଂଶ ଅଧ୍ୟାୟ ଯଜ୍ଞମାଳୀ ଓ ସୁମାଳୀର ଚରିତ। ଋଷିଗଣ ସୁତ ଆଗେ କହନ୍ତ ଯେ ପୁଣି, ଏଥୋ ଅନନ୍ତରେ ଶୁଣ ବିଚିତ୍ର କାହାଣୀ। ଏହି ଯେଉଁ ଦେବମାଳୀ ବିପ୍ରମୁଖ୍ୟ ହେଲେ, ତାହାଙ୍କ ଚରିତ ମାନ ଶୁଣ ତୁମ୍ଭେ ଭଲେ। ସେ ଋଷିଙ୍କ ଔରସରେ ହେଲେ ବେନି ସୁତ, ଜ୍ୟେଷ୍ଠ ନାମ ଯଜ୍ଞମାଳୀ ସୁମାଳୀ କନିଷ୍ଠ। ପିତାର ସଞ୍ଚିତ ଧନ ମାନ ଯେତେ ଥିଲା, ବିଧି ମତେ ଭାଗ ବାଣ୍ଟି ନେଲେ ବେନି ବଳା। ସୁମାଳୀ ଭାଗରେ ଯେତେ ଧନ ପଡ଼ିଥିଲା, ସେ ଧନ ଅସଥ ପଥେ ସେହୁ ବ୍ୟୟ କଲା। ଜୁଆ ଖେଳ ଗୀତ ବାଦ୍ୟ ବେଶ୍ୟା ମଦ୍ୟପାନ, ପର ସ୍ତ୍ରୀ ସଙ୍ଗମ ଆଦି ଅନ୍ୟାୟ ଯେ କର୍ମ। ତହିଁରେ ଆସକ୍ତ ହୋଇ ସୁମାଳୀ ସନ୍ତତ, ଯେତେ ଧନ ଥିଲା ତାହା କଲା ନିଶେଷତ। ଧନ ଦରବ ସମସ୍ତ ଜାନ୍ତେ ତାର ସରି, ଭିକ୍ଷୁକ ପରି ଭ୍ରମିଲା ଦିବସ ସର୍ବରି। ଯଜ୍ଞମାଳୀ ଏ ଦୁର୍ଦ୍ଦଶା ଦେଖିଣ ତାହାର, ଦୁଃଖ କରି ଭାବିଲା ସେ ଆପଣା ମନର। ପାଶରେ ବସାଇ ଡାକି କନିଷ୍ଠ ଭ୍ରାତାକୁ, ଅନେକ ମତେ ବୁଝାଇ କହିଲା ତାହାକୁ। ଆରେ ଭାଇ କିମ୍ପା ଆଜି ଏତେ ସରି ହେଲୁ, କାହିଁକି ଅସଙ୍ଗ ସଙ୍ଗ ତରେ ସଙ୍ଗ ହେଲୁ। ଏଥିରେ ହେଉଛି ତୋର କିବା ପ୍ରୟୋଜନ, ହରାଇଲୁ କାହିଁ ପାଇଁ ପିତାର୍ଜିତ ଧନ। ତୋହର ପରି ଦୁରାତ୍ମା ଆଜି ପରିଜନ୍ତେ, ଆମ୍ଭ କୂଳରେ ଜନ୍ମି ନଥିଲେ ହି ମତେ। କାହିଁ ପାଇଁ ଏଡ଼େ ପାପ ମତି ଦେଲୁ ତୁହି, ତୋ କାର୍ଯ୍ୟକୁ ଦେଖି ବଡ଼ ସନ୍ଦେହ ଲାଗଇ। ଯାହା କଲୁ କଲୁ ଏବେ ମାନି ମୋର ବୋଲ, ଅନ୍ୟାୟ କର୍ମକୁ ହୁଡ଼ି ନ୍ୟାୟ ମାଗେ ଚଳ। ଏପରି ନିଷେଧ କରନ୍ତେ ସେ ଯଜ୍ଞମାଳୀ, ତାହା ଶୁଣି ଅତି କ୍ରୋଧ ହୋଇଲା ସୁମାଳୀ। କରେ ଖଡ଼୍ଗ ଟେକି ଜ୍ୟେଷ୍ଠ ଭ୍ରାତା ମୁଖ ଚାହିଁ, ତାକେଶକୁ ଧରି ଅତି କୋପରେ ଧାମଇ। ତାହା ଦେଖି ଗ୍ରାମ ସାର ପଡ଼ୋଶୀ ସକଳେ, ଭୟରେ ସେ ଥରହର ହୋଇଲେ ବ୍ୟାକୁଳେ। ସାରା ନଗର ମଧ୍ୟରେ କ୍ଷଣକ ମଧ୍ୟରେ, ବ୍ୟାପିଗଲା ଏ ବାରତା ବିଜୁଳି ବେଗରେ। ବଳିଷ୍ଠ ମାନବ ଯେତେ ଥିଲେ ସେହି ଗ୍ରାମେ, ସୁମାଳୀ ପାଶକୁ ଧାଇଁ ଆସି ଅତି ବେଗେ। ଛଡ଼ାଇ ନେଲେ ଖଡ଼ଗ ହାତରୁ ତାହାର, ଦୃଢ଼ ରଜ୍ଜୁରେ ବନ୍ଧନ କରିଲେ ସତର। ତାହା ଦେଖି ଧର୍ମପରାୟଣ ଯଜ୍ଞମାଳୀ, ଭ୍ରାତୃସ୍ନେହ ବସେ ଯୋଡ଼ି ସେବେନି ଅଞ୍ଜଳି। ଗ୍ରାମବାସୀଙ୍କୁ ବୋଇଲେ ଅତି ବିନୟରେ, ଦୟାକରି ଛାଡ଼ି ଦିଅ ଭାଇକୁ ମୋହରେ। ଦୁର୍ବୁଦ୍ଧିପଣରେ ହାଣୁଥିଲା ଆସି ମୋତେ, ତୁମ୍ଭେ ମାନେ ରକ୍ଷା କଲ ଆସି ମୋର ଏଥେ। ତଥାପି ୟାଠାରୁ ସ୍ନେହ ଛାଡ଼ୁ ନାହିଁ ମୋର, କି କରିବି ସହୋଦର ଭାବରେ ମୋହର। ମୋ ବିନୟ ପ୍ରାର୍ଥନାକୁ ଘେନି ତୁମ୍ଭେ ମାନେ, ଫିଟାଇ ଦିଅ ଏହାକୁ ରହୁ ଏ ଜୀବନେ। ଏମନ୍ତ କହି ସେ ମୁକ୍ତ କରାଇ ତାହାକୁ, ଘେନି ଗଲେ କର ଧରି ଆପଣା ଗୃହକୁ। ଯେତେ ସମ୍ପତ୍ତି ସେ ଭାଗ କରି ନେଇଥିଲା, ପୁଣି ସେ ତାହାକୁ ବେନି ଭାଗ କରିଦେଲା। ତହିଁରୁ ଗୋଟିଏ ଭାଗ କନିଷ୍ଠକୁ ଦେଇ, ଆପଣେ ଚଳିଲା ଅନ୍ୟ ଏକ ଭାଗ ନେଇ। ସେ ଧନରେ ମତ ହୋଇ ଦୁରାତ୍ମା ସୁମାଳୀ, ପୂର୍ବ ପରି କୁମାର୍ଗରେ ହେଲା ପରଚାଳି। ପାଷାଣ୍ଡ ଆଉ ହୀନଙ୍କ ସଙ୍ଗେ ସଙ୍ଗ ହୋଇ, ମାତିଲା ଆପଣା କୁଳ ଧର୍ମକୁ ହରାଇ।
ଆଗେ ଯାହା ଯାହା କରୁଥିଲା ସେହିପରି ପୁନରପି କଲା ଦୁଷ୍ଟ ଗଣ ସଙ୍ଗେ ଧରି। ଫଳ ପୂର୍ଣ୍ଣ ହେଲେ ନିମ୍ନ ବୃକ୍ଷ ଯେ ପ୍ରକାର ଉପଭୋଗ୍ୟ ହୁଏ ଦୁଷ୍ଟ କାକ ଗଣଙ୍କର। ତେମନ୍ତ ଧନ ବଢ଼ିଲେ ଖଳ ଦୁର୍ଜନର କରଇ ଅନିଷ୍ଟ ପରର ଯେ ଅପାର। ଦୁଗ୍ଧ କନ୍ଦ ଆଦି ଯତ୍ନେ କରାଇଲେ ପାନ ଫଣି ତେଜା କରଇକି ତାହାର ଗର୍ଜନ। ତେଣୁ ମଦ୍ୟପାନେ ରତ ହୋଇ ସେ ସୁମାଳି ନାନା ଅତ୍ୟାଚାର କଲା କିଛି ହୀନ ଭାଳି। ଯେତେ ଅଭକ୍ଷ ପଦାର୍ଥ ଗୋମାଂସ ସହିତେ ତାହା ଭକ୍ଷଣ କରିଲା ସେହୁ ତୋଷ ଚିତ୍ତେ। ଚଣ୍ଡାଳର ମଣି ସଙ୍ଗେ ରମଣ କରିଲା ତାହାର ଅନ୍ନକୁ କ୍ରମେ ଭକ୍ଷଣ କରିଲା। ତେଣୁ ଚଣ୍ଡାଳ ସଙ୍ଗରେ ହୋଇଲା ଗଣନା ଆପଣାର କୁଳ ଧର୍ମ ନଷ୍ଟ କଲା ସିନା। ତାହା ଦେଖି ତାର ବନ୍ଧୁ ବାନ୍ଧବ ସକଳେ ସେ ତାହାକୁ ସମାଜରୁ ବହିର୍ଗତ କଲେ। ଚଣ୍ଡାଳ ପତ୍ନୀ ସଙ୍ଗରେ କରିବାରୁ ଗତି ସେଠାରେ ରାଜା ଦେଖିଣ କ୍ରୋଧ ହୋଇ ଅତି। ତାହାକୁ ଯେ ସେହି ଚଣ୍ଡାଳୁଣୀର ସହିତ ବାହାର କରିଣ ଦେଲେ ହୋଇ କ୍ରୋଧାନ୍ୱିତ। ବ୍ରାହ୍ମଣ ବଂଶରେ ଜନ୍ମିଥିଲା ବୋଲି ନୃପ ନ ମାରି ରାଜ୍ୟରୁ ତଡ଼ି ଦେଲେ ବହି କୋପ। ରାଜଦଣ୍ଡ ପାଇ ପ୍ରାଣ ଭୟରେ ସୁମାଳି ଚଣ୍ଡାଳୁଣୀ ଘେନି ଘୋର ବନେ ଗଲା ଚଳି। ନିର୍ଜନ ଅରଣ୍ୟ ମଧ୍ୟେ ବାସ କରି ଦୁଇ ରହିଲେ ଗୁପତ ହୋଇ ରାଜଦଣ୍ଡ ପାଇ। ତାର ଜ୍ୟେଷ୍ଠ ଭ୍ରାତ ମହାମତି ଯଜ୍ଞମାଳି ଅନବରତରେ ସାଧୁ ସହବାସେ ମିଳି। ପାପରୁ ନିସ୍ତରୀ ଧର୍ମ ପରାୟଣ ହୋଇ ଲୋକହିତେ ରତ ହେଲା ଅନ୍ନଦାନ ଦେଇ। ଖୋଳାଇଲା କୂପ ପୁଷ୍କରିଣୀ ଯେ ବହୁତ ଦେବ ପୂଜା ହୋମ ଯଜ୍ଞ କଲା ଅବିରତ। ପିତୃ କାର୍ଯ୍ୟ ଆଦି ଯେତେ ସନ୍ଥ କାର୍ଯ୍ୟମାନ ତା ସବୁ ନ ଛାଡ଼ି କଲା ଜୀବିକା ସ୍ଥାପନ। କ୍ଷୁଧାତୁରଙ୍କୁ ଭୋଜନ ପ୍ରତ୍ୟହ ଦିଅଇ ଅନେକ ଭସ୍ମ ମନ୍ଦିର ଦେଲା କତୋଳାଇ। ଅନେକ ଭଗ୍ନ ମନ୍ଦିର ଦେଲା କତୋଳାଇ। ଯଜ୍ଞମାଳିର ଏ ଧର୍ମ କର୍ମ ଦେଖି ନରେ ପ୍ରଶଂସା କରିଲେ ତାକୁ ଆନନ୍ଦ ମନରେ। ନିଖିଳ ସମ୍ପଦ ମାନ ସରନ୍ତେ ଯାହାର ତହିଁ କି ଭାବନା ତିଳେ ନ କଲା ମନର। ସେହିପରି ସଜନର ବଢ଼ିଲେ ସମ୍ପତ୍ତି ସାଧୁ ଶିଷ୍ଟ ଭକ୍ତ ଗଣେ ତା ଭୋଗ କରନ୍ତି। ଏହି ପରକାରେ ମହାମତି ଯଜ୍ଞମାଳି ସକଳ ସମ୍ପଦ ସାରି କିଛି ହୀନ ଭାଳି। ଆନନ୍ଦରେ ବେଳୁ ବେଳ ପୂର୍ଣ୍ଣ କରି ମନ ଧର୍ମ କାର୍ଯ୍ୟ ବ୍ୟୟ କଲା ସମୁଦାୟ ଧନ। ପ୍ରତିଦିନ ଯାଇଣ ସେ ବିଷ୍ଣୁଙ୍କ ମନ୍ଦିର ହର ସେ କରଇ ପରିଚର୍ଯ୍ୟା ତାହାଙ୍କର। ଆହେ ତପି ଗଣ ମାନେ ଶୁଣ ମନ ଦେଇ କାଳ କଟାଇଲା ଯଜ୍ଞମାଳି ମୋଦ ବହି। ସୁମାଳି ଘେନିଣ ସେହି ଚଣ୍ଡାଳି ନାରୀଙ୍କୁ କାଳ କଟାଇଲା ଯାଇ ନିର୍ଜନ ବନକୁ। କାଳ ତକ ରହି ସାରା ଜଗତକୁ ଗ୍ରାସ କ୍ରମେ ଦୁଇ ଭାଇଙ୍କର ପୁରିଲା ଆୟୁଷ। ତେଣୁ ଦୁହେଁ ବୃଦ୍ଧ ହୋଇ ଏକ ସମୟରେ ପ୍ରାଣ ବିସର୍ଜିଲେ ପଡ଼ି କାଳ କବଳରେ। ଯଜ୍ଞମାଳି ଥିଲା ହରି ପୂଜା ପରାୟଣ ତାର ମୃତ୍ୟୁ ସମୟକୁ ଜାଣି ନାରାୟଣ। ଭକ୍ତକୁ ଆପଣା ପୁରେ ନେବା ଅଭିଳାଷେ ଶତ ଶତ ଦିବ୍ୟ ଯାନ ପେଶିଲେ ତା ପାଶେ। ଯଜ୍ଞମାଳି କରି ଦିବ୍ୟ ଦେହକୁ ଧାରଣ ଅଙ୍ଗେ ମଣ୍ଡି ହେଲା ନାନା
ରତ୍ନ ଆଭରଣ ତୁଳସୀ ମାଳାରେ ଗଳା ବିଭୂଷିତ କରି ଅମ୍ଳାନ ବସନ ପିନ୍ଧି ଆନନ୍ଦରେ ପୁରୀ କସ୍ତୁରୀ କର୍ପୂର ଦିବ୍ୟ ଚନ୍ଦନ ସହିତେ ଅଙ୍ଗେ ଦେଲା ଲେପ ଦେବ ଭୋଗ୍ୟ ବସ୍ତୁ ଯେତେ ଅତ୍ୟୁତ୍ତମ ବିମାନରେ ଆରୋହଣ କରି ସୂର୍ଯ୍ୟ ପ୍ରାୟ ଦେଖାଗଲା ଦିବ୍ୟ ତେଜ ଧରି ସେ ଯାନକୁ କାମଧେନୁ ଗଣ ବହି ନେଲେ ଯିବା ପଥେ ଦେବ ଗଣ ମିଳି ପୂଜା କଲେ ଗନ୍ଧର୍ବେ ଗାୟନ କଲେ ସୁମଧୁର ଗୀତ ମୁନୀଶ୍ୱର ଗଣ ହେଲେ ସ୍ତୁତି ବାଦ୍ୟ ଗତ ବାଜିଲା ଦୁନ୍ଦୁଭି ବାଦ୍ୟ ଗଗନ ମାର୍ଗରେ ନାଚିଲେ ଅପ୍ସରା ଗଣ ଅତି ଆନନ୍ଦରେ ସ୍ୱର୍ଗ ବିଳାସିନୀ ମାନେ କଲେ ପୁଷ୍ପ ବୃଷ୍ଟି ଜୟ ଶବଦରେ ପୂର୍ଣ୍ଣ ହେଲା ନବ ସୃଷ୍ଟି ପରିଚର୍ଯା କଲେ ବିଦ୍ୟା ଧର ଗଣ ମିଳି ସ୍ୱର୍ଗର ନାୟିକା ମାନେ ଦେଲେ ହୁଳହୁଳି ଏହିପରି ଯଜ୍ଞମାଳି ବସି ଦେବ ଜାନେ ବୈକୁଣ୍ଠକୁ ଯାଉ ଯାଉ ଦେଖିଲା ନୟନେ ନିଜର କନିଷ୍ଠ ଭ୍ରାତା ପ୍ରେତ ଦେହ ଧରି ଯାଉଅଛି ଅତି ଉଚ୍ଚ ସ୍ୱରେ କାନ୍ଦି କରି କ୍ଷୁଧା ତୃଷା କୂଳେ ହୋଇ ନିତାନ୍ତ କାତର ବିବସ୍ତ୍ର ହେବାରୁ ଦିଶୁ ଅଛି ଅସୁନ୍ଦର ଚର୍ମ ପାଶେ ବାନ୍ଧି ତାକୁ ଯମଦୂତ ମାନେ ବହୁତ ତାଡ଼ନା କରୁଛନ୍ତି କୋପ ମନେ ଦୂତଙ୍କର ତାଡ଼ନାରେ ବ୍ୟଥିତ ସେ ହୋଇ ମଲି ମଲି ବୋଲୁଅଛି ଏଣେ ତେଣେ ଧାଇଁ ନିଜ କଲା କୁକର୍ମକୁ ନିନ୍ଦା କରିଣ ସେ ବିଳାପ କରୁଛି ଯମ ଦୂତଙ୍କର ତ୍ରାସେ କ୍ଷଣ କ୍ଷଣ କରେ କରୁଅଛି ଚିତ୍କାର କାନ୍ଦି କାନ୍ଦି ନିନ୍ଦୁଅଛି କର୍ମକୁ ନିଜର ତାର ସେ ରୋଦନ ଶୁଣି ଯମଦୂତ ଗଣ କୋପେ ଗାଳି ଦେଇ ବୋଲୁ ଅଛନ୍ତି ରେ ଶୁଣ ବ୍ରାହ୍ମଣ କୁଳରେ ଜନ୍ମ ହୋଇ ତୁ ପାପିଷ୍ଠ ଚଣ୍ଡାଳ ସଙ୍ଗରେ ମିଶି ହେଲୁ ଜାତି ଭ୍ରଷ୍ଟ ପ୍ରାଣୀ ହିଂସା ଆଦି ପାପ କର୍ମ କଲୁ ଯେତେ ଏବେ ତା ବିଚାର କରୁ ନାହୁଁ କିମ୍ପା ଚିତେ ଅନ୍ୟାୟରେ ରତ ହେଲୁ ଖଳ ସଙ୍ଗେ ପଡ଼ି କାନ୍ଦିଲେ କି ଏବେ ତତେ ହେବୁ ଆମ୍ଭେ ଛାଡ଼ି ଧର୍ମ ଥିଲେ ପର ଲୋକେ ମିଳଇ ସୁଗତି ତୁ ତ ଘୋର ପାପ କରି ଅଛୁରେ ଦୁର୍ମତି ଏତେ ବୋଲି ଚକ୍ଷୁ ରଙ୍ଗ କରି ଯମଦୂତେ ଟାଣି ନେଉଥିଲେ ତିଳେ ଦୟା ନାହିଁ ଚିତେ ତାହା ଦେଖି ଯଜ୍ଞମାଳି ଦୟାବଶ ହୋଇ କରପତ୍ର ଯୋଡ଼ି ବିଷ୍ଣୁ ଦୂତଙ୍କୁ ଅନାଇ ଅତି ବିନୟରେ ବୋଇଲା ହେ ବିଷ୍ଣୁ ଦୂତେ ଏ କେଉଁ ବ୍ୟକ୍ତି କାନ୍ଦୁ ଅଛି କହ ମୋତେ ତାଡ଼ନା କରନ୍ତି କୋପେ ସମନ କିଙ୍କରେ ବ୍ୟଥା ପାଇ କାନ୍ଦୁଛି ସେ ଅତି ବିକଳରେ ତା କଷ୍ଟକୁ ଦେଖି ମୋର ସରୁ ନାହିଁ ଦେହ ଏଥିର ବିଷୟ ମୋତେ ଦୟା କରି କହ ଏପରି ସେ ପଚାରନ୍ତେ ହରିଦୂତ ଗଣ ବୋଇଲେ ହେ ଯଜ୍ଞମାଳି କହୁଅଛୁ ଶୁଣ ତୁମ୍ଭର କନିଷ୍ଠ ଭ୍ରାତା ଅଟ ଇଏ ବ୍ୟକ୍ତି ସୁମାଳି ଏହାର ନାମ ନିତାନ୍ତ ଦୁର୍ମତି ପାପ କର୍ମ କରିଥିବାରୁ ଏ ମର୍ତ୍ତ୍ୟପୁରେ କୋପେ ବାନ୍ଧି ନେଉଛନ୍ତି ସମନ କିଙ୍କରେ ନିଜ କର୍ମ ଫଳେ ସହୁ ଅଛି ଏ ତାଡ଼ନା କି ଫଳ ମିଳିବ କଲେ ତହିଁ କି ଶୋଚନା
ବିଷ୍ଣୁଦୂତଙ୍କର ବାକ୍ୟ ଶୁଣି ଯଜ୍ଞମାଳି ନିତାନ୍ତ ଦୁଃଖିତ ହୋଇ ଯୋଡ଼ିଲା ଅଞ୍ଜଳି। ଅତି ବିନୟରେ ବୋଇଲା ହେ ବିଷ୍ଣୁ ଦୂତେ, ଏ କିପରି ନିସ୍ତରିବ କହ ତାହା ମୋତେ। ସଞ୍ଚିତ ପାପରୁ ରକ୍ଷା ପାଇବି କିପରି, ଜାଣିଥିଲେ ତାହା ତୁମ୍ଭେ କହ ଦୟା କରି। ପୂର୍ବ କାଳେ ଧର୍ମ ତତ୍ତ୍ୱ ଜ୍ଞାତା ବୁଦ୍ଧ ଗଣ, ଯାହା କହି ଯାଇଛନ୍ତି ତମଠାରୁ ଶୁଣ। ଯେଉଁ ଲୋକ ସଙ୍ଗେ 7 ପାଦ ଚାଲିଯିବ, ସେ ଲୋକ ତାହାର ବନ୍ଧୁ ମଧ୍ୟ ଗଣା ହେବ। ତେଣୁ ତୁମ୍ଭେମାନେ ମୋର ବନ୍ଧୁ ହୋଇଅଛ, ଅଯାଚିତ ଲବ୍ଧ ବନ୍ଧୁ ଭାବକୁ ବହିଛ। ଏ କାରଣ ମୋ ଭାଇର ମୁକ୍ତି ଉପାୟ, କହି ମୋ ହୃଦୟରୁ ଘୋର ବ୍ୟଥାକୁ ଛଡ଼ାଅ। ଯଦ୍ୟପି ସୁଦୟା କରିଅଛ ମୋଠାରେ, ବିଳମ୍ବନ କରି କହ ଏକଥା ସତରେ। ଯଜ୍ଞମାଳିର ଏ ବାକ୍ୟ ଶୁଣି ବିଷ୍ଣୁ ଦୂତେ, ମନ୍ଦହାସ କରି ତାକୁ କହିଲେ ତ୍ୱରିତେ। ଶୁଣ ବିଷ୍ଣୁ ପରାୟଣ ଯଜ୍ଞମାଳି ଦମ୍ଭେ, ଏହାର ମୁକ୍ତି ବାଟ କହୁଅଛୁ ଆମ୍ଭେ। ତୁମ୍ଭେ ପୂର୍ବ ଜନମରେ ଯେଉଁ ଶୁଭ କାର୍ଯ୍ୟ, କରିବାକୁ ଦିବ୍ୟ ଗତି ପାଇଅଛି ଆଜ। ତା ମଧ୍ୟ କହୁଛି ତୁମ୍ଭ ଆଗରେ ସଂକ୍ଷେପେ, ନିଜର ଚିତ୍ତକୁ ସ୍ଥିର କରି ଶୁଣ ଆପେ। ପୂର୍ବ ଜନମରେ ତୁମ୍ଭେ ବିଶ୍ୱମ୍ବର ନାମେ, ବୈଶ୍ୟ ଘରେ ଜନ୍ମ ଲଭିଥିଲ ଧରା ଧାମେ। ସେ ଦେହରେ ଅସଂଖ୍ୟକ ମହାପାପ କଲ, ସୁଧର୍ମାନୁଷ୍ଠାନେ ଦିନେ ଇଚ୍ଛାହୀନ କଲ। ପରିତ୍ୟାଗ କରି ପିତା ମାତା ଏ ଦୁହିଁକି, ନାନା ଅନାଚାର କଲ ପାପକୁ ନ ଶଙ୍କି। ତା ଦେଖି ତୁମ୍ଭର ବନ୍ଧୁ ବାନ୍ଧବ ସଜନେ, ତୁମ୍ଭଙ୍କୁ କରିଲେ ପରିତ୍ୟାଗ କୋପ ମନେ। ତେଣୁ କ୍ଷୁଧା ନଳେ ତୁମ୍ଭେ ସନ୍ତପ୍ତ ହୋଇଣ, ଶୋକାକୁଳ ହୃଦୟରେ କରିଲ ପ୍ରୟାଣ। ଯାଉଁ ଯାଉଁ ଏକ ବିଷ୍ଣୁ ମନ୍ଦିର ଦେଖିଲ, ସେ ମନ୍ଦିର ମଧ୍ୟେ ଯାଇ ପ୍ରବେଶ ହୋଇଲ। ବାଟରେ କର୍ଦ୍ଦମ ଉଠିଥିଲା ବର୍ଷା ଜଳେ, ପାଦେ ଲାଗିଥିଲା ସେ କର୍ଦ୍ଦମ ଯିବା କାଳେ। ବିଷ୍ଣୁ ମନ୍ଦିରରେ ତୁମ୍ଭେ ପ୍ରବେଶ ହୋଇଲ, ପାଦମଗ୍ନ କର୍ଦ୍ଦମକୁ କାନ୍ତେ ପୋଛି ଦେଲ। ପାଦ ପରିଷ୍କାର କରିବାର ମାନସରେ, ଟେକି ଘଷି ଦେଇ ବିଷ୍ଣୁ ଗୃହର କାନ୍ଥରେ। ତହିଁରେ ସେ ବିଷ୍ଣୁ ଗୃହ ଉପଲେପନର, ଫଳ ଗୋଟିଏ ଅନାୟାସେ ହୋଇଲା ତୁମ୍ଭର। ତୁମ୍ଭେ ସେ କାଳରେ କିଛି ଆହାର ନ ପାଇ, ସେ ରଜନୀ କଟାଇଲ ଉପବାସେ ରହି। ସେ ଦେବାଳୟରେ ଏକ ଦୁଷ୍ଟ ସର୍ପ ଥିଲା, ଦୈବ ଯୋଗରେ ତୁମ୍ଭଙ୍କୁ ସେ କାମୁଡ଼ିଲା। ବିଷ୍ଣୁ ଗୃହେ ସର୍ପାଘାତ ପାଇ ପ୍ରାତ କାଳେ, ପ୍ରାଣ ବିସର୍ଜିଲ ପଡ଼ି କାଳର କବଳେ। ତୁମ୍ଭେ ସେହି ବିଷ୍ଣୁ ଗୃହ ଉପଲେପନର, ପୁଣ୍ୟ ପ୍ରଭାବରେ ପାଇ ପାପରୁ ନିସ୍ତାର। ଶିଷ୍ଟ ବ୍ରାହ୍ମଣର କୂଳେ ଜନ୍ମ ଲାଭ କରି, ଭୁଞ୍ଜିଲ ଆତୁଳ ସମ୍ପଦକୁ ଅର୍ଜି ପାରି। ଶ୍ରୀହରିଙ୍କ ଚରଣରେ ଅଚଳା ଭକତି, ଲାଭ କରି ଅନ୍ତ କାଳେ ପାଇଲ ସୁଗତି। ଏବେ 7 କୋଟି କଳ୍ପ ହରି ସନ୍ନିଧାନେ, ବାସ କରି ଦିବ୍ୟ ଜ୍ଞାନ ଲଭିବ ସେ ସ୍ଥାନେ। ଜ୍ଞାନୋଦୟ ହେଲେ ଲାଭ କରି ମୋକ୍ଷ ପଦ, ଖଣ୍ଡନ କରିବ ଜନ୍ମ
ମରଣ ବିପଦ। ଆବର କଥାଏ ପୁଣ କହିବା ସଂକ୍ଷେପୀ, ତୁମ୍ଭର କନିଷ୍ଠ ଭ୍ରାତା ଅଟେ ମହାପାପୀ। ତାକୁ ସେ ପାପରୁ ଯେବେ କରିବ ଉଦ୍ଧାର, ଶୁଣ ତହିଁ ପାଇଁ ଅଛି ଯେଉଁ ପ୍ରତିକାର। ତୁମ୍ଭେ ଲେପି ଅଛ ହରି ମନ୍ଦିର ବହୁତ, ତହିଁରେ ହୋଇଛି ପୁଣ୍ୟ ଫଳ ପ୍ରମିତ। ଗୋଚର୍ମ ପ୍ରମାଣେ ସେହି ଉପଲେପନର, ଫଳକୁ ଯଦ୍ୟପି ତାକୁ ଦାନ କରିପାର। ତେବେ ତୁମ୍ଭ ଭାଇ ପାତ କରୁ ନିସ୍ତରିବ, ତୁମ୍ଭର ଏ କୀର୍ତ୍ତି ଯୁଗେ ଯୁଗେ ରହିଥିବ। ପୁଣି ଦୁହିଁଙ୍କର ହେବ ପରମ ମଙ୍ଗଳ, ଏଥକୁ ମନରେ ଆଉ କିଛି ନ ଭାଳ। ବିଷ୍ଣୁଦୂତଙ୍କର ମୁଖୁ ଶୁଣିଏ ବଚନ, ସେ ପୁଣ୍ୟାତ୍ମା ଯଜ୍ଞମାଳି ସନ୍ତୁଷ୍ଟ ହୋଇଣ। ବିଷ୍ଣୁଦୂତ ଗଣ ତାକୁ କହିବା ପ୍ରକାରେ, ଭ୍ରାତା ପାଇ ପୁଣ୍ୟ ଫଳ ଦେଲା ସ୍ୱଚ୍ଛନ୍ଦରେ। ପୁଣ୍ୟ ଫଳ ସେ ମହାତ୍ମା କଲା ବେଳେ ଦାନ, ପାପ କାଳ ସୁମାଳିର ହୋଇଲା ବିଚ୍ଛିନ୍ନ। ତା ଦେଖନ୍ତେ ଭୟଙ୍କର ଯମଦୂତ ଗଣ, ସୁମାଳିକୁ ଛାଡ଼ି ତହିଁ କଲେ ପଳାୟନ। ନାହିଁ ଆଉ ଆମ୍ଭ ଅଧିକାର ବିଚାରିଲେ, ସମନ ନଗରେ ଯାଇ ପ୍ରବେଶ ହୋଇଲେ। ଯମଦୂତେ ପଳାଇବା ଜାଣି ଦେବଦୂତେ, ଦିବ୍ୟଯାନ ଘେନି ତହିଁ ମିଳିଲେ ତୁରିତେ। ସୁମାଳି ତକ୍ଷଣ ଧରି ଅପୂର୍ବ ଶରୀର, ବସିଲା ସେ ରଥେ ଅମରଙ୍କ ପରକାର। ଆହେ ତପିଗଣ ସେ କାଳରେ ବେନି ଭାଇ, ସୁରଗଣ ମାନଙ୍କର ନମସ୍କୃତ୍ୟ ହୋଇ। ପରସ୍ପରେ ଆଲିଙ୍ଗନ କରାକରି ହେଲେ, ବିମାନ ଆରୋହୀ ଶୂନ୍ୟେ ଗତି କରି ଗଲେ। ମହର୍ଷି ଗଣ ଆନନ୍ଦେ କଲେ ତାଙ୍କୁ ସ୍ତୁତି, ଗନ୍ଧର୍ବ ଗଣ ଗାଇଲେ ଆନନ୍ଦରେ ମାତି। ଅପସରା ଗଣ ନୃତ୍ୟ କଲେ ତାଥେଇ, କିନ୍ନର ପଣେ ନିଯୁକ୍ତ ହୋଇଲେ ସେ ବାହି। ଏମନ୍ତେ ସେବେନି ଭାଇ ବୈକୁଣ୍ଠ ଭୁବନେ, ପ୍ରବେଶ ହୋଇଲେ ଯାଇ ହରଷିତ ମନେ। ହରିଙ୍କ ସାରୂପ୍ୟ ଲାଭ କରି ସେଠା ବରେ, ଐଶ୍ୱର୍ଯ୍ୟ ଭୋଗ ଭୁଞ୍ଜିଲେ ଇଚ୍ଛା ଅନୁସାରେ। ସେ ବୈକୁଣ୍ଠପୁରେ ଯଜ୍ଞଶାଳୀ ମହାମତି, ଅପାର କାଳ ପର୍ଯ୍ୟନ୍ତ ଭୋଗିଣ ବିଭୂତି। ପରମାଣ କାଳେ ଦିବ୍ୟ ଜ୍ଞାନ ଲାଭ କରି, ମୋକ୍ଷ ହେଲା ଜନ୍ମ ମୃତ୍ୟୁ ବାଧାକୁ ପାଶୋରି। ଅୟୁତେ ଯୁଗ ସୁମାଳି ବିଷ୍ଣୁ ଲୋକେ ରହି, ପୃଥ୍ୱୀରେ ଜନମ ହେଲା ବ୍ରାହ୍ମଣ ବୋଲାଇ। ବ୍ରାହ୍ମଣ କୂଳେ ଜନମ ସେହୁ ନିରନ୍ତର, ଶ୍ରୀହରିଙ୍କ ପୂଜାରେ ସେ ହୋଇଲା ତତ୍ପର। ହରିନାମ ପରାୟଣ ସନ୍ତତରେ ହୋଇ, ବହୁ ଯଜ୍ଞମାନ କଲା ମୁକ୍ତି ହେବା ପାଇଁ। ଯେତେ ଧର୍ମ କାର୍ଯ୍ୟମାନ ଅଛି ଏ ଜଗତେ, ସମସ୍ତ ପାଳନା କଲା ସେହୁ ବିଧି ମତେ। ମୁଖେ ସଦା ହରି ନାମ କରି ଉଚ୍ଚାରଣ, ଜାହ୍ନବୀ ତୀରରେ ଯାଇ ମିଳିଲା ବହନ। ପ୍ରବେଶ ହୋଇଣ ସେହି ଗଙ୍ଗାଙ୍କ ତୀରରେ, ସ୍ନାନ କରିଲା ଯତ୍ନେ ପଶିଣ ଜଳରେ। ବିଶ୍ୱେଶ୍ୱରଙ୍କୁ ଭକ୍ତିରେ କରିଅର ଯତ, ଅଷ୍ଟାକ୍ଷର ମହାମନ୍ତ୍ର ହୃଦେ କଲା ଧ୍ୟାନ। ଶ୍ରୀହରି ଅର୍ଚ୍ଚନା ଫଳେ ଦୁର୍ଲଭ ସେ ସ୍ଥାନ, ପରିଶେଷରେ ସେଠାକୁ କରିଲା ଗମନ।
ଯୋଗୀ ଗଣଙ୍କର ସେହୁ ଅଟେ ମୋକ୍ଷ ଗତି। ହରିଙ୍କ ପୂଜାରେ ସେହୁ ହୋଇଲା ପ୍ରାପତି। आहे तपी गण तुम्भ सन्निधिरे मुहि कहली श्रीहरिंकर महिमा बुझाई। श्रीहरि मंदिर उपलेपन मात्र के पापरु निस्तारी मोक्ष गति पांति लोके। एणु आनंद मनरे श्रीहरि अर्चना जे करे सिद्धि हुए ता सकल कामना। नारायण पद्म पादे पसे जे शरण जमदंड ताकू केभे न लागई जान। केभे नरक दर्शन सेहु न करई इह पर बेनिकाल गति से लभई। एहा जाने जगन्नाथ जनार्दनकर सकल भावरे तुम्भे समार्जना कर। अनिच्छारे जेबे थरे करे हरि पूजा अमर मंडले सेहु हुए जाई राजा। भव बंधन को भय न थाए ताहार उभय लोकरे मान्य हुए से निकर। हरि पूजा परायण जे व्यक्ति अटंती सेमानंकु हरि ज्ञाने जे पूजा करंती। तांकु ब्रह्मा विष्णु शिव एतिनि देवता पूजंती अपर देव गणे जेउ कथा। श्रीहरि पूजक संगे संगी जेहु थांती सकल पातक ऋत ऋण मोक्ष हंती। जेहु श्रीहरि भक्ते अर्चना करे जेते पाप कले मध्य परिशेष तरे। सेवा शुश्रूषा करिले हरि भक्तंकर तहिरु परम गति मिलई सतर। सिरे कर पत्र जोड़ कहई खेतर ए भव सागर पारी कर चक्रधर। इति श्री बृहत् नारद पुराणे यज्ञमाली व सुमाली चरित कथनम नाम 34 अध्याय। 35 अध्याय व्याध बणिकर चरित। सुत बोइले हे साधु विप्रगण शुण पुनर्पि करिबा हरि महिमा वर्णन। कर्ण मुखे पान कले हरि कथा मृत काहार मानस बा नहि बतृपत। विषयासक्त ममता कुलचित नरे तरंती श्रीहरि नाम शुणिले कन्नरे। कर्म पास हारी हरि की जे नमस्कार न करई सब तुल्य अटई से नर। जेपरि लोकर संगे करिले आलाप आपणार शरीर रे प्रवेश पाप। जेबन गृहरे पूजा न पांति हरि से गृह टई श्मशानर संगे सरी। तहिरे प्रवेश करी बार नहे विधि कले हेनु हई कौणसी कार्य सिद्धि। गो ब्राह्मण देशी हर पूजा परान्मुख जे अटई राक्षसंक संगे ताकु लेख। गो ब्राह्मण देशी जेबे हरि पूजा करे किछि फल न मिलई ताकु से पूजारे। परनाश अर्थरे से हरि की पूजाई तार प्रति बदଳରେ आपे नाश जाई। विष्णु को पूजारे थाई पाप आचरण जे करई विष्णु द्वेषी होई से जान। जे लोकानुग्रही विष्णु परायण अटे देवालय कर्म रखी थाए सर्व घटे। ताहाकु साक्षाते विष्णु बोलंती पंडिते ता पुण्य कीरति ख्यात हुए त्रिजगते।
କୋଟି ଜନ୍ମାର୍ଜିତ ପୁଣ୍ୟ ବଳେ ବିଷ୍ଣୁ ଭକ୍ତି ଜାତ ହୁଏ ବୋଲି ବୁଦ୍ଧ ଗଣେ କହିଛନ୍ତି। ଯାହାର ଚଳା ଭକ୍ତି ଜନ୍ମଇ ବିଷ୍ଣୁରେ ପାପ ରହିପାରେ କି ତାହାର ଶରୀରେ। ଗୋଟିଏ ଜନ୍ମରେ ଅର୍ଜି ଥିବ ଯେତେ ପାପ ହରି ପୂଜା କଲେ ତାହା ହୋଇଯାଏ ଲୋପ। ଆବରତା ଦେହେ ପାପ ପଶି ନ ପାରଇ ପାପ ବୁଦ୍ଧି ଅବା ତାହା ଜନ୍ମିବ କିମ୍ପାଇଁ। ଯେଉଁ ଲୋକ ହୁଏ ହରି ଭକତ ବିହୀନ ସେ ପାପାତ୍ମା ବ୍ୟକ୍ତି ହୁଏ ଚଣ୍ଡାଳ ସମାନ। ଚଣ୍ଡାଳ ହୃଦୟରେ ଯେବେ ହରି ଭକ୍ତି ଥାଏ ଇହ ପର ଦୁଇ ଲୋକରେ ସେ ପୂଜା ପାଏ। ହରି ପୂଜା କଲେ ଭକ୍ତି ମୁକ୍ତି ଲଭେ ଜନ ପୁନର୍ପି ହୁଅଇ ସବୁ ଦୁଃଖ ବିମୋଚନ। ଲୋଭରେ ମୋହରେ ଅବା ଅଜ୍ଞାନ ବଶରେ କିବା ସଙ୍ଗ ବସେ ଯେହୁ ବିଷ୍ଣୁ ପୂଜା କରେ। ସେ ଲୋକ କ୍ଷୟ ସ୍ୱର୍ଗ ପଦକୁଲ ଭଇ କଳ୍ପ ଶେଷ ଯାଏ ନାନା ଐଶ୍ୱର୍ଯ୍ୟ ଭୁଞ୍ଜଇ। କଣା ମାତ୍ର କରେ ହରି ଚରଣ ଅମୃତ ଯେ ଧାରଣ କରେ ତାର ଜନ୍ମ ହୁଏ ସାର୍ଥ। ସେସବୁ ତୀର୍ଥ ସ୍ନାନର ଫଳକୁଲ ଭିଣ ବିଷ୍ଣୁଙ୍କର ଅତି ପ୍ରିୟ ପାତ୍ର ହୁଏ ପୁଣ। ଶ୍ରୀହରି ଚରଣାମୃତ ସେବା ଯେ କରଇ ତାହାର କାଳ ମୃତ୍ୟୁ ଖଣ୍ଡନ ହୁଅଇ। ଅଙ୍ଗେ ଯେତେ ବ୍ୟାଧି ଥାଏ ହୁଏ ତ ବିନାଶ ଦେହାନ୍ତ କାଳରେ ବିଷ୍ଣୁ ଲୋକେ ମିଳେ ବାସ। ଇହ ଲୋକେ ଯେତେ ଦିନ ଯାଏ ବଞ୍ଚି ଥାଇ ଦୁଃଖ ବୋଲିବାର ସ୍ୱପ୍ନରେ ସେ ନ ଜାଣଇ। ନାରାୟଣ ଚରଣେ ଯେ ପଶଇ ଶରଣ ମୁକତି ତାହାର କରଗତ ହୁଏ ଜାଣ। ଏହି ବିଷୟରେ ଏକ ଇତିହାସ ପୂର୍ବେ ଥିଲା ମୁଁ ଜାଣିଛି ଶୁଣ ତା କହୁଛି ଏବେ। ପୂର୍ବେ ସତ୍ୟ ଯୁଗାନ୍ତରେ ଥିଲା ଏକ ବ୍ୟାଧ ତା ନାମ କଣିକ ସେହୁ ଅତ୍ୟନ୍ତ ନିର୍ବୋଧ। ପର ନାରୀ ପର ଧନ କରଇ ହରଣ ପର ନିନ୍ଦାବାଦ କରୁଥାଏ ଅନୁକ୍ଷଣ। ନୀତି ସେ ଉଦ୍ୟତ ହୋଇ ପର ପୀଡ଼ନରେ ଅପାର ଜୀବ ବଧଇ ସେହୁ ନିରନ୍ତରେ। ଶତ ଶତ ଗୋବ୍ରାହ୍ମଣ ସେ ହତ୍ୟା କରଇ ଦେବସ ବ୍ରହ୍ମ ସମାନ ହରଣ କରଇ। ଏହି ସବୁ କର୍ମ ମାନ ସଦା ତାର ଥିଲା ଗଣନା ନୁହଇ ଯେତେ ପାପ ଅର୍ଜିଥିଲା। ଯେତେ ଯେତେ ପାପ ମାନ ଅର୍ଜିଥିଲା ସେହି କୋଟି କୋଟି ବର୍ଷ କରେ କହି ନ ହୁଅଇ। ଦିନେ ସେ ଦୁର୍ମତି ବ୍ୟାଧ ଉଠି ପ୍ରଭାତରେ ପ୍ରବେଶ ହୋଇଲା ଯାଇ ସୌବୀର ନଗରେ। ସ୍ୱର୍ଗତୁଲ୍ୟ ଶୋଭାବନ୍ତ ଅଟଇ ସେ ପୁରୀ ବିପଣି ମାଳାରେ ଶୋଭା ବର୍ଦ୍ଧିତ ତାହାରି। ଅପାର ଐଶ୍ୱର୍ଯ୍ୟ ଠୁଳ ଥିବାର ସେଠାରେ ଇନ୍ଦ୍ରପୁରୁ ବଳି ଶୋଭା ବିକାଶେ ତାହାରେ। ସେ ପୁରୀର ଉପବନ ବିଷ୍ଣୁଙ୍କ ମନ୍ଦିର ଥାଇଣ ଯେ ଦିଶୁଥିଲା ଅତ୍ୟନ୍ତ ରୁଚିର। ମନ୍ଦିର ଉପରେ ସ୍ୱର୍ଣ୍ଣ କଳସ ସ୍ଥାପିବ ଧ୍ୱଜା ପତାକାରେ ଦିଶୁଥିଲା ଶୋଭାବନ୍ତ। ଦେଖନ୍ତେ ନୟନେ ହି ପରି ଯେ ମନ୍ଦିର ସେ ବ୍ୟାଧ ମନେ ଆନନ୍ଦ ହୋଇଲା ଅପାର। ସେ ଦୁର୍ଜନ ଧନ ଲୋଭୀ ବ୍ୟାଧ ଯେ ଅଟଇ ଜୀବନେ ଅପାର ପାପ ରଜିଛି ସେହି। ସୁବର୍ଣ୍ଣ କଳସ ଦେଖି ସେ ମନ୍ଦିର ପରେ
ଭାବିଲା ନେବି ଏହାକୁ ମୁଁ ଆଜି ରାତ୍ରରେ। ଅକଳଣ ସ୍ୱର୍ଣ୍ଣ ଏହି କଳସରେ ଅଛି। ହରି ନେଲେ ମୋ କାମନା ମେଣ୍ଟିଯିବ କିଛି। ଏମନ୍ତ ବିଚାର କରି ସେ ବ୍ୟାଧ ମନର ପ୍ରବେଶ ହୋଇଲା ଯାଇ ବିଷ୍ଣୁଙ୍କ ମନ୍ଦିର। ସେ ମନ୍ଦିରେ ଶାନ୍ତମତି ଦୟାଳୁ ବ୍ରାହ୍ମଣ। ଉତ୍ତଙ୍ଗ ନାମରେ ଥିଲେ ବିଷ୍ଣୁ ପରାୟଣ। ଧ୍ୟାନମଗ୍ନ ହୋଇ ହରି ସେବା ସେ କରନ୍ତି। ଦୟାଳୁ ଗୁଣକୁ ଧରି ସେ ମନ୍ଦିରେ ଥାନ୍ତି। ନିଷାଦ କାଳରେ ତାକୁ ଏକା ଦେଖି ବ୍ୟାଧ। ଭାବିଲା ମନରେ ୟାକୁ କରିବି ମୁଁ ବଧ। ଏଥିଲେ ଧନ ନେବାକୁ ଅସଜ ହୋଇବ। ଏତେ ପାଞ୍ଚ ଖଡ୍ଗ ଧରି ବାହାରିଲା ଆଗ। ଆକର୍ଷି ଧରିଣ ତାର କେଶ ଭୁଜ ବଳେ। ପାଦ ପ୍ରହାରଣ ସେହୁ କଲା ବକ୍ଷସ୍ଥଳେ। ଖଡଗରେ ହାଣି ବଦ୍ଧ କରିବା ପାଇଁ କି ଉଦ୍ୟତ ହୋଇଲା ଦୁଷ୍ଟ କିଛି ନ ଶଙ୍କି। ଉତ୍ତଙ୍କ ବ୍ୟାକୁଳେ ତାକୁ ବୋଇଲେ ହେ ସାଧୁ। ନିରପରାଧୀ ବ୍ୟକ୍ତିଙ୍କୁ କାହିଁ ପାଇଁ ବଧୁ। କେଉଁ ଅପରାଧ ବା କରିଛି ମୁଁ ତୋର। ପ୍ରକାଶ କରିଣ ତାହା କହ ମୋ ଆଗର। ଲୋକଙ୍କର ଅପରାଧ କରେ ଯେଉଁ ଜନ ତାହାକୁ ସିନା ଦଣ୍ଡିବା ଉଚିତ ବିଧାନ। ସଜନେ ପାପୀଙ୍କୁ ଦେଖି କାରଣ ନଥାଇ ତାହାକୁ ବିନାଶ କେଭେ ନ କରନ୍ତି ନାହିଁ। ଶତ୍ରୁ ମୂର୍ଖ ହେଉ ତାର ଗୁଣ ଯଦି ଥାଏ ସାଧୁଏ ଅନିଷ୍ଟ ନ କରନ୍ତି ଯେ କେବେ ହେଁ। ପୀଡ଼ିତ ଜନଙ୍କୁ କ୍ଷମା ଆଚରଇ ଯେହି ବିବେକୀ ବୋଲିଣ ତାକୁ ସର୍ବଜନେ କହି। ବିଷ୍ଣୁଙ୍କର ପ୍ରିୟ ପାତ୍ର ଅଟଇ ସେ ଜନ। ତେଣୁ ଦିବ୍ୟ ପୂଜା ସେହୁ ଲଭେ ପ୍ରତିଦିନ। ପରହିତାକାଂକ୍ଷୀ ଯେଉଁ ସୁଜନ ଅଟଇ ସେ କାହାର ଶତ୍ରୁ ଆଚରଣ ନ କରଇ। ଚନ୍ଦନ ବୃକ୍ଷକୁ କାଠୁରିଆ ହାଣୁଥାଏ ତଥାପି ସେ ବୃକ୍ଷ ତାଙ୍କୁ ସୁବାସ ଯୋଗାଏ। ଯେ ବଣ କୁଠାର ତୀରେ କର ଇଚ୍ଛେଦନ ସୁବାସ ଦିଏ ତାହାକୁ ସେହି ତରୁ ଜାଣ। ହେ ବ୍ୟାଧ କହୁଛି ଶୁଣ ଆଉ ଏକ କଥା। ସବୁଠାରୁ ବଳବନ୍ତ ଅଟନ୍ତି ବିଧାତା। ତେଣୁ ଲୋକଙ୍କୁ ସେ ନାନା ପୀଡ଼ାକୁ ଦିଅଇ। ବିଧି ବିଧାନକୁ ଜିଣି ନ ପାରନ୍ତି କେହି। ସକଳ ସଙ୍ଗରୁ ମୁକ୍ତ ହୋଇଲା କଜନ। ଦୁଷ୍ଟ ଜନ ଠାରୁ ପୀଡ଼ା ଲଭନ୍ତି ସେ ଜାଣ। ଅପାର ଦୁର୍ଜନ ବ୍ୟକ୍ତି ଛନ୍ତି ଏ ଜଗତେ ଲୋକଙ୍କୁ ଦିଅନ୍ତି ନାନା କଷ୍ଟ ନିମିତ୍ତେ। ସାଧୁଜନଙ୍କୁ ଯେ ବିଶେଷରେ କଷ୍ଟ ଦିଅନ୍ତି ସମାନ ଲୋକଙ୍କୁ କିଛି କରି ନ ପାରନ୍ତି। ମୃକମୀନ ସାଧୁ ଜନେ ତୃଣ ଜଳ ଫଳ ଆହାର କରିଣ ସୁଖେ କାଟୁଥାନ୍ତି କାଳ। ତାଙ୍କୁ ବ୍ୟାଧ କଇ ବର୍ତ୍ତ ଆବର ଦୁର୍ଜନେ ହତାଶ କରନ୍ତି ବୈର ହୋଇ ଅକାରଣେ। ମାୟାର ବଳକୁ ଜିଣି ନ ପାରନ୍ତି କେହି ସବୁଠାରୁ ମହାବଳବତୀ ସେ ଅଟଇ। ତେଣୁ ସାରା ଜଗତକୁ ମୁଗ୍ଧ କରିଛି ସେ ସର୍ବେ ମୋହ ପାଇ ରହିଥାନ୍ତି ମାୟା ବସେ। ମାୟା ବଳେ ମୁଗ୍ଧ ହୋଇ ଜଗତର ଜନେ ନାନା କ୍ଲେଶ ଭୋଗ କରୁ ଅଛନ୍ତି ଅଜ୍ଞାନେ। ଦାରାପତ୍ୟ ମିତ୍ରଙ୍କର ଦୁଃଖେ ଦୁଃଖୀ ହୋଇ ଭ୍ରମି ମରୁଛନ୍ତି ମୋକ୍ଷ ବାଟକୁ ନ ପାଇ। ଯେଉଁ ପୁତ୍ର ଭାର୍ଯ୍ୟାଙ୍କର
ଭରଣ ପୋଷଣେ। କାଳ କାଟୁଛନ୍ତି ପର ଦ୍ରବ୍ୟାପହରଣେ। ପରିଣାମ କାଳେ ତାଙ୍କୁ ଛାଡ଼ି ଏକା ହୋଇ ଗତି କରୁଛନ୍ତି ନିଜ କର୍ମ ସଙ୍ଗେ ନେଇ। ଏ ମୋହର ମାତା ପିତା ଏ ମୋହର ପୁତ୍ର ଏ ଭାର୍ଯ୍ୟା ଏ ବନ୍ଧୁ ଏହି ମାନେ ମୋର ମିତ୍ର। ଏହି ଯେ ମମତା ଜ୍ଞାନ ଜନ୍ତୁଗଣଙ୍କର ସେ ଜ୍ଞାନ ଦେଉଛି ନୀତି କ୍ଲେଶ ଘୋର ତର। ପାପ ପୁଣ୍ୟ ଦୁହେଁ ଇହ ପର ଦୁଇ କାଳେ ସଙ୍ଗେ ସଙ୍ଗୀ ହୋଇ ରହିଛନ୍ତି ସବୁ କାଳେ। ପୁତ୍ର ଭାର୍ଯ୍ୟା ବନ୍ଧୁ ମିତ୍ର ଯାହାଙ୍କୁ ବୋଲନ୍ତି ସେମାନେ ଗୋଟିଏ କେହି ସଙ୍ଗରେ ନଥାନ୍ତି। ଯେତେ କାଳ ଯାଏ ଅର୍ଜି ପାରୁଥିବ ଧନ ସେହି କାଳ ଯାଏ ସଙ୍ଗେ ଥିବେ ବନ୍ଧୁ ଗଣ। ଅର୍ଜି ନ ପାରିବେ ବନ୍ଧୁ ମିତ୍ରାଦି ସକଳେ ପାଶରୁ ଅନ୍ତର ହୋଇ ନ ଚାହାନ୍ତି ଡୋଳେ। ଧର୍ମ ବା ଅଧର୍ମରେ ଯେ ଧନ କୁଅରଜି ସେ ଯାହାକୁ ପୋଷିଥାଏ ସ୍ନେହରେ ନିମତି। ସେ ପୋଷଣ କର୍ତ୍ତା ମୃତ ହେଲେ ତତ୍କାଳେ ଅନଳ ମୁଖରେ ତାକୁ ନେଇ ସେ ସକଳେ। ଆପେ ଶୁଦ୍ଧ ହେବା ପାଇଁ ଜଳେ କରି ସ୍ନାନ ତଦନ୍ତେ କରନ୍ତି ସର୍ବେ ଘୃତାନ୍ତ ଭୋଜନ। ମୃତ ବ୍ୟକ୍ତିର ବନ୍ଧୁ ଭାବ ଦୂର ହୁଏ ଆପେ କରିଥିବା ଧର୍ମ ସଙ୍ଗେ ଯାଏ। ଧନ ପୁତ୍ର ଭାର୍ଯ୍ୟା ବନ୍ଧୁ ବାନ୍ଧବେ ସଜନେ କେହି ସଙ୍ଗେ ନ ଯାଇଣ ରହନ୍ତୁ ସଦନେ। କେବଳ କାମନା ତାର ଗୃହେ ରହିଥାଏ ଆଉ ସବୁ ତ୍ୟାଗ କରି ସେ ଚାଲିଯାଏ। ଯେତେ ଦ୍ରବ୍ୟ ଅର୍ଜି ରଖି ଥାଏ କ୍ଲେଶ ପାଇ ତହିଁରୁ କିଛି ହିଁ ସଙ୍ଗେ ନ ପାରେ ସେ ନେଇ। ମୂର୍ଖ ଲୋକେ କଥାକୁ ଜାଣି ନ ପାରିଣ ଦୁଃଖ ସହି ପାପ କର୍ମେ ଅରଜନ୍ତି ଧନ। କୋଟି କୋଟି ଗ୍ରନ୍ଥେ ଯାହା ଉକ୍ତ ହୋଇଅଛି ସର୍ବେ ତାହା ଶୁଣ ସଂକ୍ଷେପରେ ମୁଁ କହୁଛି। ଯାହା ହୋଇବାକୁ ଥାଏ ତା ହୁଏ ନିଶ୍ଚୟ ବୁଝି ନ ପାରନ୍ତି ଲୋକେ ତହିଁର ବିଷୟ। ହେବା କଥା ହୋଏ ନ ହୋଇବା କଥା ନୋହେ ଏ ଜ୍ଞାନ ଯାହାର ହୃଦୟରେ ଜନ୍ମିଥାଏ ସେ କେବେ ନୁହନ୍ତି ଚିନ୍ତା ଜଳରେ ନିମଗ୍ନ। ଚିନ୍ତା ନଥିବାରୁ କଷ୍ଟ ନ ପାଏ ସେ ଜନ। ଚିନ୍ତା ବିଷ ବିନାଶନେ ଏ ଦ୍ରବ୍ୟ ଔଷଧି ଯେ ପାନ କରଇ ତାର ଛାଡ଼ଇ ସେ ବ୍ୟାଧି। ସମଗ୍ର ଜଗତ ଅଟେ ବୈବର ଅଧୀନ ଦୈବ ବିନା ଜନ୍ମ ମୃତ୍ୟୁ ନ ଜାଣଇଆନ। ଯହିଁ ତହିଁ ଆଉ କାହା ହୋଇବାକୁ ତାହା ଅନିବାର୍ଯ୍ୟ ହୋଇଥାଏ ନିଶ୍ଚୟରେ ହୁଏ। ଲୋକଙ୍କୁ ଏ କଥା ଗୋଟି ନ ଯିବାରୁ ଜଣା ବୃଥାରେ ସହନ୍ତି କଷ୍ଟ ବୁଦ୍ଧି କରି ବଣା। ଯେ ମମତା କୂଳ ଚିତ୍ତ ଲୋକ ସେ ଜଗତେ ସହ୍ୟ ନ କରଇ କେତେ କଷ୍ଟ ନିମିତ୍ତେ। ମହାପାପ କରିଣ ସେ ଯତ୍ନ ସହକାରେ ପରକୁ ପୋଷିବା ପାଇଁ ଭ୍ରମଇ ସଂସାରେ। ପାପ କର୍ମ କରି ଅରଜଇ ଯେତେ ଧନ ବାନ୍ଧବେ ତ ସବୁ ଭୋଗ କରନ୍ତି ସମାନ। ପରିଣାମ ସମୟରେ ଏକାକୀ ସେ ହୋଇ ଯେତେ ପାପ ଅର୍ଜିଥାଏ ତା ଭୋଗ କରଇ। ଏ ରୂପେ ଉତ୍ତଙ୍କ ମୁନି କହିବାର ଶୁଣି ସେ ବଣିଜ ବ୍ୟାଧ ତାଙ୍କୁ ଛାଡ଼ିଲା ସେ କ୍ଷଣି। ଭୟରେ ବିହୋଳ ଚିତ୍ତ ହୋଇ ସେ ସବର କର ଯୋଡ଼ି ବୋଇଲା ମ
ଦୋଷ କ୍ଷମା କର। ସାଧୁ ସଙ୍ଗ ପ୍ରଭାବରେ ବ୍ୟାଧ ମୂଢ଼ ମତି, ଦୁଷ୍ଟ ସ୍ୱଭାବକୁ ତାର ଛାଡ଼ିଲା ତଡ଼ତି। ହରିଙ୍କ ସାନ୍ନିଧ୍ୟ ଯହୁଁ ସେହି ଲାଭ କଲା, ନିଷ୍ପାପ ହୋଇଣ ମନେ ଅନୁତାପ କଲା। ବୋଇଲା ହେ ତପ ଧନ ତୁମକୁ ଦେଖିଣ, ମୋହର ସକଳ ପାପ ହୋଇଛି ଦହନ। ଯେତେ ପାପ ରଜିଛି ଜଗତରେ ମୁହିଁ, ସଂଖ୍ୟା କରି ତାହା ଅବା କେତେ କହିବଇଁ। ଗୋ ବ୍ରାହ୍ମଣ ଆଦି ଯେତେ ହତ୍ୟା କରିଅଛି, କେତେ ବଖାଣିବି ତାହା ତୁଣ୍ଡ ନ ଖୋଲୁଛି। କି ରୂପେ ବିସ୍ତାର ହେବି ତହିଁ ରୁଟି ମୁହିଁ, ଚାହିଁଲେ ସାରା ଜଗତ ଅନ୍ଧାର ଦିଶଇ। ପୂର୍ବେ କେତେ ପାପ କରି ବ୍ୟାଧ ହୋଇଅଛି, ଏ ଜନ୍ମରେ କୋଟି କୋଟି ଜୀବଙ୍କୁ ବଧିଛି। ଶରୀର ଛାଡ଼ିଲେ କିସ ହୋଇବ ବାଗତି, ଆହା ଦଇବରେ କିମ୍ପା କଲୁ ମୂଢ଼ ମତି। ଆଉ ଅଳ୍ପ ଦିନେ ଆୟୁ ହୋଇବ ମୋ ଶେଷ, ପ୍ରତିକାର କରି ନାହିଁ ପାପ ପାଇଁ ଲେଶ। ଏ କାରଣ ମଲେ ମୋର ହୋଇବ କି ଗତି, ଏହିପରି ଅନୁତାପ କରି ମୂଢ଼ ମତି। ବୋଇଲାରେ ଦଇବ କିମ୍ପା ଏହା କଲୁ, ବ୍ୟାଧ ଯୋନିରେ ତୁ ମୋତେ ନେଇ ଜନ୍ମ କଲୁ। ପୃଥିବୀ ଭାର ସ୍ୱରୂପ ହୋଇଅଛି ମୁହିଁ, କିମ୍ପାଇଁ ମୋତେ ଜନମ କଲୁ ଭାବଗ୍ରାହୀ। ଅତ୍ୟନ୍ତ ନିଷ୍ଠୁର ଭାବ କରି ମୁଁ ଧାରଣ, ପାପ ଫଳ କେତେ ଜନ୍ମ ଭୋଗିବଇ ପୁଣ। ଏପରି ଅପାର ନିନ୍ଦା କରିଣ ସେ ବ୍ୟାଧ, ଅତି ଅନୁତାପ କରି ହେଲା ପ୍ରାଣବଧ। ହୃଦୟ ନଳେ ଦଗ୍ଧି ଭୂତ ସେ ହୋଇଣ, ଚାହୁଁ ଚାହୁଁ କ୍ଷଣ କରେ ହରାଇଲା ପ୍ରାଣ। ବ୍ୟାଧ ପଡ଼ିବାରୁ ବିଷ୍ଣୁ ପାଦ ତକ ନେଇ, ଦୟାଳୁ ତାଙ୍କ ମୁଖେ ଭରିଲେ କତହିଁ। ସେ ପାଦ ଉଦକ ବ୍ୟାଧ ସ୍ପର୍ଶ କଲା ମାତ୍ରେ, ମୁକତି ଲଭିଲା ପାଦ ନ ରହିଲା ଗାତ୍ରେ। ବ୍ୟାଧଙ୍ଗ ତେଜି ଦିବ୍ୟ ଶରୀର ଧରିଣ, ତତକ୍ଷଣେ ବିଷ୍ଣୁ ରଥେ କଲା ହରଣ। ଦିବ୍ୟ ବିମାନରେ ବସି ସେ ମୁନିଙ୍କୁ ଚାହିଁ, ବୋଇଲା ହେ ମହାତ୍ମା ଦୟାଳୁ ଗୋସାଇଁ। ଆପଣ ମୋହର ଗୁରୁ ଅଟ ମୁନିବର, ତବ ପ୍ରସାଦରୁ ପାପ ହୋଇଲା ମଧୁର। ମହାପାପ ବନ୍ଧନରୁ ହେଲି ମୁଁ ଉଦ୍ଧାର, ହେ ମୁନି ପୁଙ୍ଗବ ମୋହ ଠାରେ ଦୟା କର। ତୁମ୍ଭ ଉପଦେଶ ମାତ୍ରେ ମୋର ଅନୁତାପ, ଜନ୍ମିବାରୁ ନାଶ ହେଲା ଦେହ ସର୍ବ ପାପ। ମୋ ଗାତ୍ରେ ଯେ ପାଦ ଦକ ସିଞ୍ଚିଲେ ଆପଣ, ସେ ଫଳେ ବିଷ୍ଣୁ ଲୋକରେ ବସିବି ଯାଇଣ। ତବ ଭୟ ପାଦରେ କରେ ନମସ୍କାର, ଦୟା ଗୁଣେ ମୋର ଅପରାଧ କ୍ଷମା କର। ଏତେ ବୋଲି ସେଚି ତାଙ୍କ ମୁନିଙ୍କର ପାଦେ, ପୁଷ୍ପାଞ୍ଜଳି ଦେଇ ସ୍ୱର୍ଗେ ଚଳିଲା ଆନନ୍ଦେ। ଯିବା ବେଳେ 3 ବାର ପ୍ରଦକ୍ଷିଣ କରି, କଲା ସେ ମହାପ୍ରୟାଣ ଗଲା ସ୍ୱର୍ଗପୁରୀ। ବିମାନେ ଯେବେଳେ ତାକୁ ବିଷ୍ଣୁ ଲୋକେ ନେଲେ, ସେ ବେଳର ଦୃଶ୍ୟ କେତେ କହିବଇଁ ଭଲେ। ଗନ୍ଧର୍ବ କିନ୍ନର ଆଉ ଅପସରା ଗଣ, ହରସେ ବୈକୁଣ୍ଠପୁରେ ଗଲେ ସେ ଘେନିଣ। ତା ଦେଖି ଉତ୍ତଙ୍କ ମୁନି ବିସ୍ମୟ ହୋଇଲେ, ମସ୍ତକରେ କର ପୁନ ପୁନ ସେ ଯୋଡ଼ିଲେ। କୃତାଞ୍ଜଳି ପୁଟେ ଗାଇ ହରିଙ୍କର ସ୍ତୁତି, 12 ପାଦ ପଦ୍ମେ
करिले प्रणति से स्तवरे महाविष्णु प्रसन्न होई वरदान कले तांकु मोक्ष हेबा पाई सेवरे उत्तंक मुनि संसार विपद न पाइल भिले जोगा योग्य परम पद भक्ति मुक्ति दाता श्री हरि पादे ध्याई अधम क्षेत्र मोहन ए गीत रचई। इति श्री बृहत् नारद पुराणे इति श्री बृहत् नारद पुराणे कणिक व्याध चरितम कथनम नाम 35 अध्याय।